ପାପ ଚୁପ୍ ଚୁପ୍ କରି କାନରେ କେଡ଼େ ମଧୁର କଥା କହେ। ଜଣାପଡ଼େ ଏ ସାରା ପୃଥିବୀରେ ଏହାଠାରୁ ମଧୁରତମ ପଦାର୍ଥ ନାହିଁ। କିନ୍ତୁ ହାୟ କି ତୀବ୍ର ହଳାହଳ ବିଷକୁ ଏହା ସୁକୌଶଳ ଭାବରେ ଘୋଡ଼ାଇ ରଖିଥାଏ। ଆମ୍ଭେମାନେ ଦେଖି ଏହା ଦେଖୁନାହୁଁ। ପତି ପତ୍ନୀଙ୍କ ସମ୍ପର୍କ ବିଶ୍ୱାସର ସେତୁ ଉପରେ ପ୍ରତିଷ୍ଠିତ। ଏମାନଙ୍କ ଭିତରେ କୌଣସି ରକ୍ତର ସମ୍ପର୍କ ନଥାଏ। ତଥାପି ସେହି ବିଶ୍ୱାସ ଟିକକକୁ ନେଇ ଏ ସମ୍ପର୍କ ଏତେ ନିବିଡ଼ ହୋଇଯାଏ ଯେ ସଂସାରର ଅନ୍ୟ ସମସ୍ତ ସମ୍ପର୍କ ଏହା ଆଗରେ ଛୋଟ ହୋଇଯାଏ। ତେଣୁ ଥରେ ଯଦି ଏହି ସମ୍ପର୍କ ଭିତରେ ସନ୍ଦେହର ଜାଲ ବସା ବାନ୍ଧେ ତେବେ ସେଥିରୁ ମୁକୁଳିବା କଷ୍ଟକର ହୋଇପଡ଼େ। କିନ୍ତୁ ଏହା ମାନେ ନୁହେଁ ପତ୍ନୀଟି ପତିଙ୍କର ସମସ୍ତ ଭୁଲକୁ ଆଖି ବୁଜି ସହ୍ୟ କରିଯିବ। ପତ୍ନୀ ପତିଙ୍କର କୌଣସି ଭୁଲ ଆଚରଣ ଦେଖି ସନ୍ଦେହ କରି ଗୁପ୍ତଚରୀ କରିବା ଅପେକ୍ଷା ସିଧାସଳଖ ଭାବେ ସନ୍ଦେହକୁ ନେଇ ଆଲୋଚନା କରିଦେଲେ ସବୁ ସନ୍ଦେହ ତୁଟିଯିବ। ଯଦି ମନର ପ୍ରଫୁଲ୍ଲତା କୌଣସି କାରଣରୁ ଉଭେଇ ଯାଇଛି ତେବେ ସେଥିପାଇଁ ନୀରବରେ ବସି ମନ ଭିତରେ ପ୍ରଫୁଲ୍ଲତା ଭରି ରହିଛି ବୋଲି ଭାବି ଚାଲନ୍ତୁ। ଦେଖିବେ ମନ ଶାନ୍ତ ଓ ପ୍ରଫୁଲ୍ଲ ହୋଇଯିବ। ଯାହା ଘଟି ଯାଇଛି ତା ପାଇଁ ମଣିଷ ଯେତିକି ଚିନ୍ତା କରୁନାହିଁ ଘଟିବାର କାରଣ ପାଇଁ ଅଧିକ ଚିନ୍ତିତ ରହୁଛି। ଘଟିବାର କାରଣ ପାଇଁ ଚିନ୍ତା କରିବା ହେଉଛି ଆମ ନିଜସ୍ୱ ବିଚାରଧାରା। ରାଗ ସମୟରେ ସର୍ବଦା ନୀରବ ରୁହନ୍ତୁ। କାରଣ ଏମିତି ନ କଲେ ଯୁକ୍ତି ହେବ, ଆଉ ଯୁକ୍ତି ବଢ଼ିଲେ କଳି ହେବ, ଆଉ କଳି ବଢ଼ିଲେ ସମ୍ପର୍କର ଶେଷ ହେବ। ନିଜର ରାଗ ସମୟରେ ସର୍ବଦା ନୀରବ ରହିବାଟା ହିଁ ଭଲ। ଆମ ଦେହରୁ ଆବୁ ଓ ବଥକୁ ବାହାର କରିଦେବା ଅପେକ୍ଷା ମନ ଭିତରୁ ଖରାପ ଭାବନା ଗୁଡ଼ିକୁ ତଡ଼ି ଦିଆଯିବା ପାଇଁ ଅଧିକ ଯତ୍ନ କରାଯିବା ଉଚିତ। ଜୀବନସାଥୀ ବଦରାଗୀ ହୋଇଥିଲେ କ୍ରୋଧ ହିଁ ଏପରି ଏକ ଅସ୍ତ୍ର ଯାହା ଅନ୍ୟର କ୍ଷତି କରିବା ଅପେକ୍ଷା ନିଜର ବେଶୀ କ୍ଷତି କରିଥାଏ। ଜନ୍ମ ଓ ମୃତ୍ୟୁ ମଧ୍ୟରେ ସମୟ ହିଁ ଜୀବନ। ଏହି ଜୀବନ ଗତିପଥ ବଡ଼ ବିଚିତ୍ର। ଏହି ଜୀବନର ଗତିପଥ ବଡ଼ ବିଚିତ୍ର। ସବୁଠୁ ବିଚିତ୍ର ହେଲା ମଣିଷର ପ୍ରକୃତି। କିଏ ରାଗୀ ସ୍ୱଭାବର ତ କିଏ ଶାନ୍ତ ସ୍ୱଭାବର, କିଏ ଦୁଷ୍ଟ ତ କିଏ ଶିଷ୍ଟ। ଅନେକ ସମୟରେ ସ୍ୱାମୀ ସ୍ତ୍ରୀ ଭାବରେ ସଂସାର ଗଢ଼ିବାକୁ ଯାଉଥିବା ଲୋକଟିର ପ୍ରକୃତି ପରେ ଜଣାପଡ଼େ। ସେହି କ୍ଷେତ୍ରରେ ଯଦି ସ୍ୱାମୀ ବଦରାଗୀ ଜଣାପଡ଼େ ତେବେ ତାଙ୍କ ପତ୍ନୀଙ୍କୁ କେତୋଟି ଦିଗ ପ୍ରତି ସଚେତନ ରହିବାକୁ ପଡ଼ିଥାଏ। ବେଳେବେଳେ ପତ୍ନୀ ମଧ୍ୟ ବଦରାଗୀ ବା ଚିଡ଼ିଚିଡ଼ା ପ୍ରକୃତିର ହୋଇପାରନ୍ତି। ପୁରୁଷକୁ ମଧ୍ୟ ବଦରାଗୀ ପତ୍ନୀଟି ପାଇଁ ସତର୍କତାର ସହ ଚଳିବାକୁ ପଡ଼େ। ଜୟ ଶ୍ରୀ ଜଗନ୍ନାଥ।